ବ୍ଲକରେ 15% ପିସି କୁ ନେଇ ଚର୍ଚ୍ଚା। ପାଟଣାଗଡ଼ ଏହି ବ୍ଲକରେ କିଭଳି ପିସି କାରବାର ଚାଲିଛି ତାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି। କାମ ପିଛା କୁଆଡ଼େ 15% ପିସି କାରବାର ହେଉଛି। ତେବେ ଭିନ୍ନ ଭିନ୍ନ କାମ ପାଇଁ ପିସି 15%ରୁ 25% ପର୍ଯ୍ୟନ୍ତ ପିସି କାରବାର ହେଉଥିବା ଚର୍ଚ୍ଚା ଲାଗି ରହିଛି। ତଳିଆ କର୍ମଚାରୀଠାରୁ ମୁଖିଆ ପର୍ଯ୍ୟନ୍ତ ପିସି କଥା ଫାଇନାଲ ନହେଲେ କୁଆଡ଼େ ଫାଇଲ ଆଗକୁ ବଢ଼ୁନି। କେହି କେହି କହୁଛନ୍ତି ଏହି ପିସି କାରବାର ଦୀର୍ଘ ଦିନରୁ ଚାଲିଛି। ସେଥିପାଇଁ ମୋଟ ଅଟକଳ କାମରେ ପିସି ଛାଡ଼ି ବାକିତକ ଟଙ୍କାର କାମ ହେଉଛି। ଫଳରେ କାମ ନିମ୍ନମାନର ହେଉଛି। ନିମ୍ନମାନର କାମ ବୋଲି କେହି ଅଭିଯୋଗ କଲେ ବି ତାହା ପିସି ଚାପରେ ଚାପି ହୋଇଯାଉଛି। ସେଥିପାଇଁ ଠିକାଦାର ନିନ୍ଦିତ ହେଉଛନ୍ତି। କିନ୍ତୁ ଉକ୍ତ ନିମ୍ନମାନର କାମ ଅଭିଯୋଗ ଘଟଣାରେ ପ୍ରକୃତରେ ଯେ ପିସି ନେଉଥିବା କର୍ମଚାରୀଙ୍କ ଠାରୁ ମୁଖ୍ୟଙ୍କ ମୁଖ୍ୟ ଭୂମିକା ରହିଛି ଓ ସେମାନେ ଦୁର୍ନୀତିରେ ଲିପ୍ତ ଥିଲେ ମଧ୍ୟ ଠିକାଦାରଙ୍କ ଉପରେ ସବୁ ଦୋଷ ଲଦି ଦିଆଯାଉଛି। ଠିକାଦାର ସବୁ ଜାଣିଥିଲେ ସୁଦ୍ଧା ନିଜ ପେଟ ପାଟଣା ପାଇଁ ମୁହଁ ଖୋଲି ପାରୁନାହାନ୍ତି। ଯାହା ଶୁଣିବାକୁ ମିଳୁଛି ତଳସ୍ତରର କର୍ମଚାରୀଠାରୁ ଆରମ୍ଭ କରି ମୁଖିଆ ପର୍ଯ୍ୟନ୍ତ ଜଣପିଛା 2ରୁ 3% ପିସି ଫିକ୍ସ ହୋଇ ରହିଛି। ସେଥିପାଇଁ ତ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆସିଲେ ପିସି ପାଇଁ ମୁଖିଆଙ୍କ ପାଟି ବି ଖନି ମାରୁଛି। ଦେଖିବା ତଦନ୍ତ ହେବ କହି ସମୟ ଗଡ଼ାଇ ଅଭିଯୋଗଗୁଡ଼ିକୁ ଚାପି ଦିଆଯାଉଛି। ମୁଖିଆ କେବଳ ଅଭିଯୋଗ ଶୁଣାଣି କରି ସୋସିଆଲ ମିଡିଆରେ ଖବର ଛାଡ଼ି ବାହାବା ସାଉଣ୍ଟିବାରେ ବ୍ୟସ୍ତ ଥିବାବେଳେ ପରଦା ପଛରେ ତାଙ୍କ କାରନାମା ଯେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିବାରେ ଲାଗିଛି। ତେବେ ନିଜକୁ ସଚ୍ଚୋଟ ଦେଖି ହେଉଥିବା ମୁଖିଆ କେତେ ଯେ ସଚ୍ଚୋଟ ତାହା ଅଞ୍ଚଳରେ ହୋଇଥିବା ଦୁର୍ନୀତିଗୁଡ଼ିକୁ ଅନୁଧ୍ୟାନ କଲେ ଜଳ ହୋଇ ବାରି ହୋଇ ପଡୁଛି। ତେବେ ପିସି କାରବାର ଯଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯାନ୍ତା ତେବେ କାମଗୁଡ଼ିକ ନିମ୍ନମାନର ବୋଲି ଆଉ ଅଭିଯୋଗ ହିଁ ନଥାନ୍ତା ବୋଲି କେତେକ ମତାମତ ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ପିସି କାରବାର ଚର୍ଚ୍ଚା କଥାଟି ଯଦି ସତ୍ୟ ତେବେ ଏ ଖବର ପରେ ମୁଖିଆ ପ୍ରଥମେ କାମଗୁଡ଼ିକରୁ ତାଙ୍କ ପିସି ନ ନେଇ ସଚ୍ଚୋଟତାର ପ୍ରମାଣ ଦିଅନ୍ତୁ ବୋଲି ଚର୍ଚ୍ଚା ଲାଗି ରହିଛି। ପାଟଣାଗଡ଼ରୁ ରୋହିତ ସାହୁଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।